गणिया ब्लॉक वालीपुर स्थित माँ चिरणी ठाकुराणी पीठରେ ମକର ମେଳା ବଡ଼ ଧୁମଧାମରେ ପାଳିତ ହେଉଥିବା ବେଳେ ଗୁରୁବାର ଦିନ ଅପରାହ୍ନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ମାଙ୍କର କୃପାଲାଭ କରିଛନ୍ତି। ଗଣିଆ ବ୍ଲକର ଏହି ମେଳା ଖୁବ୍ ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଜନସମାଗମ ବଢ଼ିବାରେ ଲାଗିଛି। ଗ୍ରାମ ଦେବତୀ ମାଁ ଚିରଣୀଙ୍କ ପୀଠରେ ସାଂସଦ ପହଞ୍ଚିଲା ପରେ ବାଜା ବାଣର ତାଳେ ତାଳେ ଏକ ପତୁଆଳରେ ମନ୍ଦିର ପାଖକୁ ପାଛୋଟି ନେଇଥିଲେ। ସେଠାରେ ଗ୍ରାମ କମିଟିର ସଭାପତି ଭୁବନେଶ୍ୱର ବାଘ ଓ ସମ୍ପାଦକ ଶଙ୍କର୍ଷଣ ଗଣ୍ଠିଆ ସ୍ଥାନୀୟ ସରପଞ୍ଚ ସୁକାନ୍ତ ଗଣ୍ଠିଆଙ୍କ ତରଫରୁ ମଞ୍ଚରେ ଫୁଲତୋଡ଼ା ଓ ତ୍ରୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସଦଙ୍କ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବିଶିଷ୍ଟ ବିଜେପି ନେତା ବିଭୂତିଭୂଷଣ ପଣ୍ଡା, ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ଚନ୍ଦ୍ରଶେଖର ଦାସ, ଗଣିଆ ବ୍ଲକ ମଣ୍ଡଳ ଉପସଭାପତି ବାଉରୀବନ୍ଧୁ ରାଉତ, କରଡ଼ାପଡ଼ା ସରପଞ୍ଚଙ୍କ ପ୍ରତିନିଧି ସମୀର କୁମାର ସାହୁଙ୍କ ସମେତ ବହୁ ବିଜେପି କର୍ମୀଙ୍କ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ସାଂସଦଙ୍କ ପାଣ୍ଠିରୁ ମାଁ ଚିରଣୀ ଗୋଷ୍ଠୀ ଉନ୍ନତିକରଣ ପାଇଁ 20 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ମନ୍ଦିରର ଉନ୍ନତି ସହିତ ଗ୍ରାମର ବିକାଶ ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ ସାଂସଦ। ଏହି ଅବସରରେ ରାଉତପଡ଼ାସ୍ଥିତ ପ୍ରଭୁ ଭୋଳେଶ୍ୱରଙ୍କୁ ନିମନ୍ତ୍ରଣ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଠାକୁରଙ୍କୁ ମଣ୍ଡପରେ ଅବସ୍ଥାନ କରାଯାଇ ପରମ୍ପରା ମୁତାବକ ମକର ଚାଉଳ ପୂଜା କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଦୋକାନ ବଜାର ସହିତ ତୋରଣ ଓ ଆଲୋକମାଳାରେ ସୁସଜ୍ଜିତ ଏହି ମେଳାରେ ୱାଲିପୁର ଗ୍ରାମ୍ୟ କମିଟି ତରଫରୁ ଅପେରା ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଦ୍ୱାରା ନାଟକ ଦ୍ୱିତୀୟ ଦିନରେ ପରିବେଷଣ ହେବା ସହିତ ଦିନରେ ରାମ ନାଟକ ପରିବେଷଣ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। କମିଟିର ସଭାପତି ଭୁବନେଶ୍ୱର ବାଘ ଓ ସମ୍ପାଦକ ଶଙ୍କର୍ଷଣ ଗଣ୍ଠିଆଙ୍କ ନେତୃତ୍ୱରେ ଚଳିତ ବର୍ଷ ଯାତ୍ରା ଧୁମଧାମରେ ପାଳନ କରାଯାଇଛି। ନୟାଗଡ଼ରୁ ବିଶ୍ୱରଞ୍ଜନ ସେଠୀଙ୍କ ରିପୋର୍ଟ, HRTV ଓଡ଼ିଆ।